ॐ नारायणं नमस्कृतं नरं चैव नरोत्तमं देवीं सरस्वती व्यासं ततो जयमुदीरये। वेदे रामायणे चैव पुराणे भारते तथा आदौ चान्ते च मध्ये च हरिसर्वत्र गीयते। नमामि रामं रघुवंशमुख्यं नमामि रामं सुरकल्पवृक्षं नमामि रामं कमलायताक्षं नमामि रामं रघुनन्दनाख्यं। श्रीराम जय राम जय जय राम जय रघुनन्दन जय घनश्याम। श्रीराम जय राम जय जय राम जय रघुनन्दन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। स्वर्ग मर्त्य पाताल की जय। 33 कोटी देवता की जय। मोर प्रिय श्रोता बंधु मान को जय। झंकड़ वाचन माँ सारण को जय। चंद्र सूर्य देवता को जय। अग्निजल देवता को जय। दश दिगपाल को जय। स्वर्ग मर्त्य पाताल देवता को जय। मोर प्रिय श्रोता बंधु आपण मानक मथलटा प्रणाम करी आरंभ करने जाऊँ। ये धारावाहिक रामायण कथा सहित आज आपण माने शुणिबे सत्ययुग ठारू कलिजुग पर्यंत जुगर आयुष केते आउ राजा माने केते केते वर्ष राजत्व करथिले। आपण मानक आश्चर्य लागिबो। केते चारि जुगर आज सरुचि कि नहीं जदि वीडियो बड़ हो ताने 2 जुग कि 3 जुग विषय शुणिबे और वैशिष्ट आगामी अध्याय शुणिबे। आपण माने प्रथमे सत्ययुग कथा शुणु। सत्ययुगर आयुष 17,28,000 वर्ष। आउ गोटे कथा आपण मानक आश्चर्य लगे। मात्र 40 जन राजा 17,28,000 वर्ष सरीगले। से भाग्यवान राजा मानक ना शुणु। बलि राजा, मांधता राजा, जो परशुराम विषय आप मैंने शुणी पूर्व अध्याय से मात्र 2000 वर्ष राजूत करते। आउ 4 नंबर है पुररवा राजा। 4 राजा 17,28,000 वर्ष सरीगले। तापरे तृतीय युग विषय आपण माने शुणु। तृतीय युग कर परमायु है 13,48,000 वर्ष। प्रथमे सगर राजा कहते
ଆପଣମାନେ ଶୁଣିଛନ୍ତି ପୂର୍ବରୁ ଭଗୀରଥ ରାଜା, ତାଙ୍କ ବାପା, ଯେତିକି ଶଗଡ଼ ବଂଶ ରାଜା ସମସ୍ତେ ମିଶିକି 4 ଲକ୍ଷ ବର୍ଷ। ତାପରେ ସୂର୍ଯ୍ୟବଂଶ, ରଘୁଦେବ ରାଜା ହେଇଥିଲେ 97,000 ବର୍ଷ ରାଜା ହେଇଥିଲେ। 3 ନମ୍ବର ରାଜା ଦଶରଥ ରାଜା, ମର୍ଯ୍ୟାଦା ପୁରୁଷ ରାମଙ୍କ ପିତା ଦଶରଥ ରାଜା, 1,09,000 ବର୍ଷ। 4 ନମ୍ବର ରାଜା ହେଲେ ମର୍ଯ୍ୟାଦା ପୁରୁଷ ରାମ, 1,50,000 ବର୍ଷ। 5 ନମ୍ବରରେ ମର୍ଯ୍ୟାଦା ପୁରୁଷ ରାମଙ୍କ 2 ପୁତ୍ର ଲବକୁଶ, 7,009 ବର୍ଷ। 6 ନମ୍ବର ରାଜା ନହୁଷ, 54,000 ବର୍ଷ। ତାପରେ ବସୁକଳ୍ପ ରାଜା ହେଲେ 7,000 ବର୍ଷ। 8 ନମ୍ବର ରାଜା ହରିଚନ୍ଦନ, 2,15,000 ବର୍ଷ ରାଜା ହେଲେ। 9 ନମ୍ବର ରାଜା ଉତ୍ତାନପାଦ ରାଜା, ମାତ୍ର 12 ବର୍ଷ ରାଜା ହେଲେ। 10 ନମ୍ବର ରାଜା ପୃଥୁ ରାଜା, ମାତ୍ର 5,000 ବର୍ଷ। 11 ନମ୍ବର ରାଜା ହରିହର ରାଜା, 75,000 ବର୍ଷ। 12 ନମ୍ବର ରାଜା ଭୂପାଳ ରାଜା, 15,000 ବର୍ଷ। 13 ନମ୍ବର ରାଜା ଶିବରାୟ ରାଜା, 25,000 ବର୍ଷ। 14 ନମ୍ବର ରାଜା ଅଜେନ୍ଦ୍ର ରାଜା, 1,12,000 ବର୍ଷ ରାଜୁତ କରିଥିଲେ। 15 ନମ୍ବର ରାଜା ମାତ୍ର 5,000। ତାପରେ ଦେଖିବା କିଏ କେମିତି ଜନ୍ମ ହୋଇଥିଲେ। ଯେଉଁ ସତ୍ୟଯୁଗରେ ବଳ ରାଜା କଥା ଶୁଣିଲେ, ସିଏ ସୋମବଂଶର ରାଜା। କ୍ଷତ୍ରିୟ ମାନେ ବିଷ୍ଣୁଙ୍କ ହାତରୁ ଜନ୍ମ ହୋଇଥିଲେ। ପୁଣି ସେ ଶୁକ୍ର ଅଂଶରେ ଜନ୍ମ ହେଲେ। ଋଷିଙ୍କ ଅଭିଶାପରେ ମଲେ। ମାନ୍ଧାତା ରାଜା, ସେ ସୂର୍ଯ୍ୟବଂଶ ରାଜା। ସୂର୍ଯ୍ୟବଂଶ ରାଜା ଶ୍ରୋତାବନ୍ଧୁ ଖାଲି ତ୍ରେତୟା ଯୁଗରେ ନୁହେଁ, ସତ୍ୟ ଯୁଗରେ ଥିଲେ। ଭାରି ପ୍ରତାପୀ ରାଜା। ସିଏ 1,30,000 ବର୍ଷ ରାଜୁତ କରିଥିଲେ। ଆଉ ଗୋଟେ କଥା ଶ୍ରୋତାବନ୍ଧୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ, ରାବଣ ବି ତ୍ରେତା ଯୁଗର ରାଜା ନୁହେଁ, ସେ ବି ସତ୍ୟ ଯୁଗରୁ। ସେଇ ମାନ୍ଧାତା ସୂର୍ଯ୍ୟବଂଶ ରାଜା ସହିତ ରାବଣ ସହିତ ଯୁଦ୍ଧ ହୋଇଥିଲା। ରାବଣ ପାଖରେ ସେ ମାନ୍ଧାତା ସୂର୍ଯ୍ୟବଂଶୀ ରାଜା ହାରିଗଲେ। ଗୋଟିଏ ଚାପୁଡ଼ାରେ ରାବଣ
ମାନ୍ଧାତା ରାଜାଙ୍କର ମୁଣ୍ଡ ଛିଡ଼ିଗଲା। ମରିବା ବେଳେ ମାନ୍ଧାତା ରାଜା ଅଭିଶାପ ଦେଇଥିଲେ, ତୁ ମୋରି ବଂଶରୁ ଉତ୍ପତ୍ତି, ମୋ ପୁଅ ହୋଇପାରେ, ତା ପୁଅ ହୋଇପାରେ, ମୋରି ବଂଶ ହାତରେ ତୁ ମରିବୁ। ତାପରେ ସେ ମାନ୍ଧାତା ରାଜା ସ୍ୱର୍ଗକୁ ଯାଇଥିଲେ। ଭୃଗୁ ବଂଶରେ ପରଶୁରାମ ଅବତାର ହେଇଥିଲା। ଆପଣମାନେ ବି ବହୁତ ଦିନ ପୂର୍ବରୁ ଶୁଣିଥିଲେ। ପିତାଙ୍କ ଆଦେଶରେ ସହସ୍ରାର୍ଜୁନକୁ ମାରିଥିଲେ। ଅର୍ଜୁନ ଶ୍ରୋତା ବନ୍ଧୁ ଜଣେ ନୁହେଁ, କୃଷ୍ଣଙ୍କ ସଖା ଅର୍ଜୁନ, ଖାଲି ଅର୍ଜୁନ ନୁହେଁ, ଇଏ ହେଉଛନ୍ତି ସହସ୍ରାର୍ଜୁନ। ସେ ସତ୍ୟ ଯୁଗର। ତାପରେ ପରଶୁରାମ 21 ଥର ତାଙ୍କ ରାଗ କ୍ଷତ୍ରିୟଙ୍କ ଉପରେ କ୍ଷତ୍ରିୟଙ୍କୁ ମାରି ଚାଲିଥିଲେ। 21 ନିକ୍ଷେତ୍ରୀ କରିବେ ବୋଲି ତାଙ୍କର ଲକ୍ଷ୍ୟ ଥିଲା। ତଥାପି ବର୍ତ୍ତମାନ ଦେଖନ୍ତୁ 21 ଥର ନିକ୍ଷେତ୍ରୀ କଲା ପରେ ବର୍ତ୍ତମାନ କୋଟି କୋଟି, ମାତ୍ର 2000 ବର୍ଷ ପରଶୁରାମ ରାଜା ହେଇଥିଲେ। ଜଙ୍ଘରେ ଘଣ୍ଟ ବାନ୍ଧିକି ଗୋଟେ କଳ୍ପ ବଞ୍ଚିଥିଲେ। ପୁଣ୍ୟଗିରିରେ ତାଙ୍କର ପ୍ରାଣବାୟୁ ଯାଇଥିଲା। ସେଇଠୁ ତଥାପି ପରଶୁରାମ ମରି ନଥିଲେ, ବଞ୍ଚିଥିଲେ। ସତ୍ୟ ଯୁଗରୁ ବଞ୍ଚିକି ପୁଣି ତ୍ରେତା ଯୁଗ କିଛି ଦିନ ପର୍ଯ୍ୟନ୍ତ ଥିଲେ, ବହୁତ ଦିନ ପର୍ଯ୍ୟନ୍ତ ଥିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏକଥା ମୁଁ କହୁନି, ଦେବଦେବ ମହାଦେବ ପାର୍ବତୀ ଦେବୀଙ୍କ ଆଗରେ କହୁଛନ୍ତି। ଦେବଦେବ ମହାଦେବ କହୁଛନ୍ତି, ପାର୍ବତୀ ଦେବୀ ଶୁଣୁଛନ୍ତି। କାହିଁକିନା ସିଏ ତ କେତେ କେତେ ଯୁଗ ଭୋଗ କରିଛନ୍ତି ତାଙ୍କର। ବର୍ତ୍ତମାନ ସିନା କଳି ଯୁଗରେ ପଥର ହେଇକି ଲିଙ୍ଗ ରୂପରେ ପୂଜା ପାଉଛନ୍ତି। ତାଙ୍କର ଆୟୁଷ ସହିତ କାହାରି ଆୟୁଷ ସମାନ ନୁହେଁ। ଆପଣମାନେ ଶୁଣିଛନ୍ତି ଆଗରୁ। ତାପରେ ତ୍ରେତା ଯୁଗ କଥା ଆପଣ ଶୁଣିଛନ୍ତି, 13,48,000 ବର୍ଷ। ସଗର ବଂଶ ରାଜା ହେଇଥିଲେ। ସେଇ ସଗର ବଂଶରେ ସେ କଥା ବି ଆପଣ ମଧ୍ୟ ଶୁଣିଛନ୍ତି। ଭଗୀରଥ ରାଜା ଗଙ୍ଗାକୁ ଆଣିଥିଲେ ମର୍ତ୍ତ୍ୟକୁ। ତା ପୂର୍ବରୁ ଯେଉଁ ଗଙ୍ଗା ନଦୀ ବର୍ତ୍ତମାନ ବହି ଯାଉଛି, ମର୍ତ୍ତ୍ୟରେ ନଥିଲା। ସ୍ୱର୍ଗଗଙ୍ଗା କୁହନ୍ତି। ବିଷ୍ଣୁଙ୍କ ପାଦ ପଦ୍ମରୁ ଆଣିଥିଲେ। ଯାହା ହଉ ଭଗୀରଥ ରାଜା ଭାଗ୍ୟବାନ ରାଜା। ତାଙ୍କ ପିତୃପୁରୁଷ ମାନେ ସେ ଯେଉଁ ସଗର ବଂଶ ଅଭିଶାପ ପାଇଥିଲେ। ସେମାନେ ଜଳନ୍ତା ନିଆଁରେ ଜଳୁଥିଲେ। ଜଳି ଜଳିକା ଆସିବ, ପାଦରୁ ମୁଣ୍ଡ ଯାଏ, ଆସିଲା ବେଳକୁ ସେ ଫେରେ ପାଦ କଳି ଯାଇଥିବ। ତାଙ୍କୁ ଅଭିଶାପ ଥିଲା।
से कथा भी आपण मैंने पूर्व शुणी टिके टिके कहवा क्या अध्याय बड़ हो सगड़ वंश जिते राजा थे चेष्टा करते तपस्या करके आने किंतु आनी पार नथिले। भगीरथ राजा बहुत दिन दीर्घ दिन तपस्या करे कि गंगा को क्या तपस्या से न कर देवदेव महादेव करना ना ब्रह्मा को तपस्या करना ना विष्णु को तपस्या करना कहारी छाड़ी ना दीर्घ दिन तपस्या करने पर गंगा को मर्त्य को आनी तापरे दशरथ राजा हेले आपण तो शुणिले दशरथ राजा 109 वर्ष राजत्व करथिले। मर्यादा पुरुषराम 150,000 वर्ष राजत्व करथिले। ये सब आपण माने शुणी एमती त्रेता युग चली गले। तापरे द्वापर युग आसिले। देखिए केते बार जाउची द्वापर युगर बयस 8,64,000 वर्ष। सी 18 राजा द्वापर युग शेष है। सी द्वापर युग विष्णु का उदर से पर्यंत आपण मान तो शुणी दशरथ राजा बेले जी तांकर 4 पुत्र दशरथ उरसर नुहति यज्ञ द्वापर युगरे टिके टिके बयस कमिला। पुंडरीक राजा हेले 9,000 वर्ष हेले। तापरे कश्यप राजा हेले से टिके बेसी दिन 80,000 वर्ष राजा हेले। तापर जाके उग्रसेन उग्रसेन 70,000 वर्ष राजा हेले। कंस राजा हेले 1,00,000 वर्ष। तापरे अनंत राजा हेले कंस मरीगला परे आपण कहबे उग्रसेन पुणी राजा होइतिले किंतु तांका 2 टर्म जाके मिसिकी 70,000 वर्ष। अनंत राजा 1,10,000 वर्ष राजा हेले।
तापर पारेश्वर राजा 9000 वर्ष हेले राजा हेले। तापर पृथ्वीपति जड़े राजा हेले सी भी 9000 वर्ष। तापर नग्रजित राजा हेले सी भी 9000 वर्ष। तापर जयाजय राजा हेले सी 60,000 वर्ष। तापर संवत्स राजा हेले 64,000 वर्ष। तापर गजपति राजा हेले 80,000 वर्ष। वर्तमान जो गजपति महाराज अच्छा सी नुहति, ये त्रेता युग कथा से जड़े गजपति थे। तापर अजय राजा हेले 70,000 वर्ष। तापर युधिष्ठिर राजा हेले 20,000 वर्ष। कृष्ण भगवान को समय। तापर समक्षर राजा हेले 70,000 वर्ष। तापर पुण्य राजा हेले ताका ना भी युगपति 9,000 वर्ष। तापर विष्णुदेव राजा हेले 80,000 वर्ष। एतिकिरू सरीगले ना कि समय अच्छे। तापर कलिजुग द्वापर युग सरीगले कलिजुग आरंभ है। कलिजुगर बयस है 4,32,000 वर्ष। 4,32,000। ये कथा देवदेव महादेव ये कलिजुगर कही ना पूर्व बहुत पूर्व। तापर एक कथा भी कही कलिजुगर जी जी राजा हेबे ता पूर्व सोण पार्वती। प्रथम राजा हेले परीक्षित महाराजा। आपण माने जो परीक्षित महाराजा को विषय वर्तमान हरिवंश शुणुंट। 527 वर्ष। कलिजुगर सर्वाधिक बयस है परीक्षित राजा। बहुत धर्मार्थी राजा से पुत्र जन्मजय मात्र 110 वर्ष राजा हेले। तापर संकोच 112 वर्ष। तापर तांका मैत्र राजा हेले मात्र 12 वर्ष। तापर शशांक देव राजा हेले 70 वर्ष। तापर सरशंख राजा हेले 105 वर्ष। तापर वीर विक्रम आदित्य देव राजा हेले 120 वर्ष। तापर गौतम राजा हेले 70 वर्ष। तापर तिमिर देव राजा हेले मात्र 63 वर्ष। तापर त्रिभुवन राजा हेले 70 वर्ष। तापर सरीगले एणिकी भोज राजा 127 वर्ष। शतानंद राजा मात्र 9 वर्ष। दंडहरि राजा 13 वर्ष। तापरे
इंद्रद्युम्न राजा 110 वर्ष। तापर गालमाधव विषय आपण शुणी 107 वर्ष। लक्षणेश्वर राजा 100 वर्ष। टटकेश्वर राजा 75 वर्ष। जगतकेश्वर राजा 25 वर्ष पर तो वनवासी हेले। कनकेश्वर राजा 55 वर्ष। सूर्यकेश राजा 33 वर्ष। टाइम हो राजेश्वर राजा 25 वर्ष। जम्बूधर राजा 45 वर्ष। भंडकेश्वर राजा 42 वर्ष। महादेव राजा 35 वर्ष। रक्तकेशरी राजा 42 वर्ष। तापर गंगवंश राजा हे। चूड़ंग राजा 33 वर्ष। सी मरबे कौन मरी थे चौद्वार कटक। पार्वती कह शुणुंट देवदेव महादेव कहते पूर्वर कहते। तापर ईश्वर राजा हे सी श्रीरंगगढ़ राजा हवा पर घर करके रे जी भाग पड़ला। मात्र 9 वर्ष। सिद्धेश्वर राजा 45 वर्ष। अनल राजा 65 वर्ष। रामेश्वर राजा 60 वर्ष। प्रताप नरसिंह देव 24 वर्ष। तापर राजा 32 वर्ष। पद्मनाभ राजा 35 वर्ष। मनु राजा 26 वर्ष। यू गंगवंश शेष। तापर कपिलचंद्र देव 32 वर्ष। कालरुद्र देव 31 वर्ष। ये 2 जन सूर्यवंशी राजा। तापर भोजवंश गोविंद राजा 11 वर्ष। चक्रप्रताप राजा 12 वर्ष। गुरुदेव राजा मात्र 17 मास वर्ष 5 मास। मुकुंद देव राजा सी 17 मास वर्ष 5 मास। कपिल देव राजा 11 वर्ष 6 मास। रूपदेव राजा 11 वर्ष। लांगुला नरसिंह देव राजा 2 वर्ष 2 मास। गोविंद नरेंद्र राजा 14 वर्ष। रघुदेव राजा 6 वर्ष। रामचंद्र देव राजा 31 वर्ष। पुरुषोत्तम देव राजा 33 वर्ष।
ଗଙ୍ଗାଧର ରାଜା 14 ବର୍ଷ। ସେଇ ରାଜା ଋଷି ଅଭିଶାପରୁ ଆପଣମାନେ ଶୁଣିଥିବେ ଶାସ୍ତ୍ରରୁ ଶୁଣିଛନ୍ତି, ଆଲୋଚନା ହେଇଛି। ଏମିତି ଗୋଟେ ବଣ ଜଙ୍ଗଲ ଅଛି, ସେଠି ପୁରୁଷମାନେ ନାରୀ ହେଇଯାଆନ୍ତି। ସେଥିପାଇଁ ପାଟରାଣୀ ହୋଇକି ଦେହତ୍ୟାଗ କଲେ। ବଳଭଦ୍ରଦେବ ବର୍ଷେ 4 ମାସ। ମୁକୁନ୍ଦଦେବ ରାଜା 24 ବର୍ଷ। ଦିବ୍ୟ ସିଂହଦେବ 28 ବର୍ଷ। ସେଇ ପୁରୁଷୋତ୍ତମର କ୍ଷେତ୍ରରେ ମରିବେ। ତାପରେ ଆଉ ଯେଉଁ ରାଜା ହେବେ ଆମର ଦିବ୍ୟ ସିଂହଦେବ ପରେ ଆପଣମାନେ ଶୁଣୁଥିବେ 2099 ଗଲା। ସବୁ ମାଳିକା ମାନେ କହିଲେ, ମାଳିକାରେ ସବୁ କହିଲେ 99 ଗଲା, 2012 ଗଲା, ଏମିତି ସବୁ କହିଛନ୍ତି। କିନ୍ତୁ ଶ୍ରୋତା ବନ୍ଧୁ ଆହୁରି 26 ବର୍ଷ ଦିବ୍ୟ ସିଂହଦେବ ପରେ 26 ବର୍ଷ 3 ରାଜା ହେବେ। ସେମାନେ ହେଉଛନ୍ତି ହରେକୃଷ୍ଣ ରାଜା, ଏଇ ଦିବ୍ୟ ସିଂହଦେବ ରାଜାଙ୍କ ପରେ ହେବେ, ମାତ୍ର 5 ବର୍ଷ ରାଜା ହେବେ। ତାପରେ ଗୋପୀନାଥ ଦେବ ରାଜା ମାତ୍ର 7 ବର୍ଷ ହେବେ। ତାପରେ ରାମଚନ୍ଦ୍ର ରାଜା 14 ବର୍ଷ ହେବେ। ସେଇଠୁ ସରିଯିବ କଳିଯୁଗର ବୟସ। ଆମେ ତ ବେଶୀ ବୟସ୍କ ଲୋକ ଆଉ ଏତେ ବଞ୍ଚିବାନି, ପିଲାମାନେ ଦେଖିବେ ଆଉ। 26 ବର୍ଷ ରାଜା ହେବେ ଦିବ୍ୟ ସିଂହଦେବ ରାଜାଙ୍କ ପରେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଯାହା ହଉ ଆପଣମାନଙ୍କ ଦୟାରୁ ଆମେ ଏତିକି କଥା ଜାଣିଲେ। ଆଉ ଆପଣମାନେ ଏ ଅନୁଷ୍ଠାନଟିକୁ ଆପଣମାନଙ୍କ ଦୟାରୁ ବଞ୍ଚିକି ରହୁ। ଆପଣମାନେ ଦୟାକରି ଏ ରାମନାରାୟଣଙ୍କ କଥା କି କେତେବେଳେ ଶିବ ଭଗବାନଙ୍କ କଥା ଆଲୋଚନା ହେଉଛି, ଦୟାକରି ଆପଣ ସମ୍ପୂର୍ଣ୍ଣ ଶୁଣିବେ, ଦରଖଣ୍ଡିଆ କରିବେ ନାହିଁ। ଆଉ ସବୁ ଶ୍ରୋତା ବନ୍ଧୁମାନଙ୍କୁ ମୋର ବିନମ୍ର ନିବେଦନ, ସମସ୍ତେ ଭିଡ଼ିଓକୁ ସବସ୍କ୍ରାଇବ୍ କରିବେ ଆଉ ଲାଇକ୍ ଟିକେ କରିବେ। ଇଏ ଆପଣମାନଙ୍କ ଅନୁଷ୍ଠାନ, ବୟସ ହେଲାଣି, କେତେବେଳେ ଡକରା ଆସିବ ଯିବା। ତେଣୁ ଏତିକି ଆପଣମାନଙ୍କର ଅବଦାନ ଥାଉ, ଏ ଅନୁଷ୍ଠାନ ଆପଣଙ୍କର ହେଇଥାଉ। ସେଇ ମର୍ଯ୍ୟାଦା ପୁରୁଷରା ଆପଣଙ୍କର ତଥା ଆପଣମାନଙ୍କ ପରିବାର ଆଉ ପିଲା ବାଳକ ଆଉ ଇଏ ବିଶ୍ୱରେ ଯେତେ ମୋର ଗୁରୁ ଗୁରୁଜନ ଅଛନ୍ତି ସମସ୍ତଙ୍କୁ ମଥାଲଟା ପ୍ରଣାମ କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ମଥାଲଟା ପ୍ରଣାମ କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, ଦଶଦିଗପାଳଙ୍କୁ ନମସ୍କାର କରି, ବର୍ତ୍ତମାନ ଥିବା ସାକ୍ଷାତ ଦେବତା ଚନ୍ଦ୍ର, ସୂର୍ଯ୍ୟ, ଜଳ, ଅଗ୍ନି, ଆକାଶ, ଏ 5 ଦେବତାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳକୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ଏ ବିଶ୍ୱରେ ଯେତେ ଲଘୁଜନ ଗୁରୁଜନ ସମସ୍ତଙ୍କୁ ନମସ୍କାର କରି ଆଜି ବିଦାୟ ନେଉଛି। ଜୟ ଶ୍ରୀରାମ। ପୁଣି ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ।